ପୁଣି ଦେଖିବା 12 ପାହାଚର ନାମ କ'ଣ? 12ରୁ 22 ପର୍ଯ୍ୟନ୍ତ। ଦ୍ୱାଦଶରେ ବ୍ରତୀ ତ୍ରୟ, ଦଶରେ ମାଜନୀ, ଚତୁର୍ଦଶେ ଖ୍ୟାତି ପଞ୍ଚ, ଦଶେ ରକ୍ତାଘେନି, ଷୋଡ଼ଶ ନାମ ହୋଇଲା ଜାଣ ସନ୍ଦୀପନି, ଆଜାପନି ନାମକୁ ଯେ ସପ୍ତଦଶେ ଘେନି, ମଦନ୍ତୀ ନାମ ଯେ ପୁଣି ଅଷ୍ଟାଦଶେ ହେଲା, କେତେ ଲୀଳା ଲାଗିଅଛି ଶ୍ରୀକ୍ଷେତ୍ରରେ ଭଲା, ଊନବିଂଶ ନାମ ପୁଣି ରୋହିଣୀ ହୋଇଲା, 20 ନାମ ରମ୍ୟା ବୋଲି ଶାସ୍ତ୍ରରେ ବିହିଲା, 21 ନାମ ଉଗ୍ରା, 22 ଖୋବିନ, 22 ପାହାଚ ନାମ ଏଠି ଶେଷ ଜାଣ। 12 ନାମ ହେଲା କ'ଣ ନା ବ୍ରତୀ, 13 ହେଲା ମାର୍ଜନୀ, 14 ହେଲା ଖ୍ୟାତି, 15 ହେଲା ରକ୍ତା, 16 ହେଲା ସାନ୍ଦୀପନୀ, 17 ହେଲା ଆଜାପନୀ, 18 ହେଲା ମଦନ୍ତୀ, 19 ହେଲା ରୋହିଣୀ, 20 ହେଲା ରମ୍ୟା, 21 ହେଲା ଉଗ୍ରା, 22 ହେଲା କ୍ଷୋଭିନ। ଏ ହେଉଛି 22 ପାହାଚ ନାମ। ପ୍ରାୟ ଭାଇ ଭଉଣୀମାନେ ଜାଣିଛନ୍ତି, ପ୍ରାୟ ଜାଣିନାହାନ୍ତି। ଏସବୁ ବହିରେ ଅଛି, ପୁରାଣ ବହିରେ ଅଛି, ଏସବୁ ଜିନିଷ ରହିଛି। 22 ପାହାଚ ଖାଲି ଗଲେ ହେବନି, ତା ନାମ ଟିକେ ଜାଣିବା ଦରକାର। ସମସ୍ତେ ସବୁ ଜିନିଷ ଜାଣିବେନି, କିନ୍ତୁ ଟିକେ ଜାଣିଲେ ଚେଷ୍ଟା କଲେ ଆଧ୍ୟାତ୍ମିକ ମାର୍ଗ ଏଥିରେ ପଶିପାରିବେ। ହରି ଓଁ ତତ୍ସତ୍।